ଏହିପରି ମାଛ ଘାଣ୍ଟ ଆଉ ବନ୍ଧାକୋବି ଦେଇ କରନ୍ତୁ। ଚିକେନ ତରକାରୀକୁ ପଛରେ ପକେଇଦେବ। ଆଉ ଫାଷ୍ଟ ଲାଷ୍ଟ ଭିଡ଼ିଓଟା ଜମା ସ୍କିପ୍ ନ କରି ଦେଖନ୍ତୁ। ଆପଣମାନେ ଏହିପରି ଘରେ ବନାନ୍ତୁ ଆଉ ସମସ୍ତଙ୍କୁ ଖାଇ ଦିଅନ୍ତୁ। ଆପଣମାନେ ଖାଆନ୍ତୁ। ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚୟ ରେସିପିଟା ଜାଣିପାରିବେ। नमस्कार पिहुम फैमिली ब्लॉग को स्वागत करछि। आपको आज पचारिया से माछ चिकेन तरकारी भला माछ माछ भी बने माछ गडे बने बेचारा ला ला खेली ई बाबा କଣ କରୁଛୁ? ହାଇ ସାଙ୍ଗମାନେ ନମସ୍କାର। କଣ କରୁଛୁ? କଣ କରୁଛୁ ଆଜି? କଣ କରିବି ରେସିପି? ମାଛ ତରକାରୀ ଚିକେନ ଭଳିଆ। ହଉ ସାଙ୍ଗମାନେ ଚାଲନ୍ତୁ ଗୋଟେ ମାଛ କରିବା। ଆଉ ଚିକେନ ତରକାରୀ ଭଳିଆ କଣ କହୁଛି ଚାଲନ୍ତୁ ଦେଖିବା, ଦେଖିବା ମାଛ ଦେଖିବା, ମାଛ ମୁଣ୍ଡରେ କରିବା। ଏବେ ସାଙ୍ଗମାନେ ଆଉ ମାଛ ପାଇଁ ଯାଇଥିଲି, ଆଉ ମାଛ ମିଳେନି ଅବଶ୍ୟ। ଟାଇମ୍ ବି ବହୁତ ହେଇଗଲାଣି, 11ଟା ହେଇଗଲାଣି। ତା ସହିତ କିଛି ମୁଣ୍ଡ ଧରି ଆସିଛି, ମାଛ ମୁଣ୍ଡ। ଆଉ 3ଟା ମୁଣ୍ଡ ଧରିକି ଆସିଛି, ମାନେ 2ଟା ମୁଣ୍ଡ, ମାନେ ଗୋଟେ ମୁଣ୍ଡକୁ 2 ପିସ୍ ଏକ୍ସଟ୍ରା 3 ପିସ୍ ଆଣିଛି ମୁଣ୍ଡ ବଡ଼ ବଡ଼। ଚାଲନ୍ତୁ ଆମେ ଷ୍ଟାର୍ଟ କରିବା। ଦେଖନ୍ତୁ ଆମେ କ'ଣ ରଖିଦେଇଛି ଏଠି ଦେଖିଦେଇଛି ଆପଣଙ୍କୁ। ଆଉ ଯେ ମାଛ କହୁଥିଲି, ଏଇ ମାଛ ଦୁଇଟା ବଡ଼ ମାଛ, ମାନେ ଗୋଟେ ବଡ଼ ମୁଣ୍ଡଟା ଆଉ ତ ଧୋଇ ଦେଇକି ରଖିଦେଇଛି। ଏବେ ଧୋଇ ଦେଖିପାରୁଛନ୍ତି। ତା ସହିତ ଗୋଟେ ଛୋଟ ପିସ୍, ମାନେ 3 ପିସ୍, ଆମେ 3 ଜଣ ଲୋକ 3ଟା ପିସ୍ କରିବୁ। ତା ସହିତ ଗୋଟେ ବନ୍ଧାକୋବି ଫଳା ନେଇଯାଇଛି, ଆଉ କିଛି ଟମାଟର, ପିଆଜ, ଅଦା ରସୁଣ, ଏତିକି ଆମର ଦରକାର। ଏତିକି ଆମେ ମାଛ ମସଲା କରିବା, ଯୋଉଟାକି ଚିକେନ ତରକାରୀ ଟାଇପ୍ର, ମାଛ ଗୋଟେ ଘାଣ୍ଟ ଟାଇପ୍ର ଆମେ ହବ। ଟିକେ ଚିକେନ ତରକାରୀ ମାଛ ଗୋଟେ ମସଲା କରିବା। ଚାଲନ୍ତୁ ଏବେ କଟାକଟି କରିସାରିଲା ପରେ ମୁଁ ରେସିପି ଉପରେ ପୂର୍ବ ଦେଖେଇଦେବି, ତାପରେ ଆମେ ଆରମ୍ଭ କରିବା। ଏବେ ଆଉ ଟିକେ ଦେଖି ଦିଅନ୍ତୁ ଆଳୁ କେମିତି ମୁଁ ସରୁ କରି କାଟିଛି। ଆଉ ତା ସହିତ କିଛି ବାଡ଼ି ଧନିଆ ପତ୍ର, ଆଉ କଞ୍ଚା ଲଙ୍କା, ଚପ୍ କରି ପିଆଜ କାଟିଛି। ତା ସହିତ ଟମାଟୋ, ଏଠି ଅଦା ରସୁଣ ପେଷ୍ଟ ଦେଇଛି। କୋବି ଅଳ୍ପ ପକେଇବା, ଜଷ୍ଟ ଅଳ୍ପ ଟିକେ। ବାକି ମ୍ୟାଗ୍ନେଟ୍ କରିଦେଇଛି ମୁଁ ଆଜି ଲଙ୍କା ଲୁଣ ଆଉ ହଳଦୀ ଗୁଣ୍ଡ ଦେଇକି କଢ଼େଇ ବସେଇଛି। ଏବେ ଚାଲନ୍ତୁ ପ୍ରଥମେ ମାଛକୁ ଭାଜିଦେବା, ମାଛ କୋବିକୁ ସରି ଆଉ ଆଳୁକୁ। ତାପରେ ଆମେ ରେସିପି ଷ୍ଟାର୍ଟ କରିବା। ଏବେ କଢ଼େଇ ଲଗା ହେଲା, ବାକି ମାଛ ଭାଜିବା ପାଇଁ ଟିକେ ତେଲ ଆଡ୍ କରିବା। ପୁଣି ସୋରିଷ ତେଲ କରିବା। ଆମେ ତେଲ ଟିକେ ବହୁତ ଦେବା, କାହିଁକିନା ତାପରେ ଆମେ ମାଛ ଭାଜିବା ସହିତ ତାପରେ ଆଳୁ ଭାଜିବା ଟିକେ ଏକାଥରେ ବହୁତ ଦେଇଦେବା। ଏବେ ତେଲ ଦିଆହେଲା, ତେଲ ଟିକେ ଛାଡ଼ିଦେବା କିଛି ସମୟ, ତେଲ ଟିକେ ଗରମ ପର୍ଯ୍ୟନ୍ତ। ଏବେ ତେଲ ଗରମ ହେଇଗଲାଣି, ଏବେ ତାଙ୍କୁ ଆମେ ମାଛକୁ ଆମେ ଦେଇଦେବା। ଏ ମାଛକୁ ଆମେ ତାହେଲେ ଦେଇଦେଇଛେ, ମାଛକୁ ଟିକେ ଭଲ ଭାବେ ଭାଜିବା ପାଇଁ ଛାଡ଼ିଦେବା କିଛି ସମୟ। ଏବେ ମାଛ ଭାଜି ହେଇଗଲାଣି, ଦେଖିପାରୁଛନ୍ତି। ବହୁତ ସୁନ୍ଦର ଭାବେ ଭାଜି ହେଇଗଲା ମାଛ। ଆମେ ବେଶୀ ପୋଡ଼ପଡ଼ିଆ କଲେନି, ଯେତିକି ବି ଆମ ଦରକାର ସେଇ ହିସାବରେ ଏବେ ଭାଜି ଦେଲେ। ଦେଖିଲେ କେତେ ସୁନ୍ଦର ଭାବେ ଏବେ କାଢ଼ିଦେବା। ବାକି ଏବେ କ'ଣ କରିବା ନା, ଆମେ ଯେଉଁ ଆଳୁ ରଖିଥିଲେ ସେ ଆଳୁ ଆମେ ଏବେ ଦେଇଦେବା। ଆଳୁ ଟିକେ ଭାଜିଦେବା ତେଲରେ। ଆଳୁ ଦେଖୁଛନ୍ତି କେମିତି ସରୁ ସରୁ କରି କାଟିକି। ଆପଣ ଚାହିଁଲେ ପିସ୍ କରି ବଡ଼ କାଟିଦେବେ, କାରଣ ଏଇଭଳିଆ କରିକି ଆମେ କିଛି ସମୟ ଟିକେ ଛାଡ଼ିଦେବା। ଟିକେ ଆଳୁ ବି ଭଲ ଭାବେ ଭାଜିଯିବ। ଏବେ ଆଳୁ ବି ଭଲ ଭାବେ ଭାଜି ହେଇଗଲା, ଦେଖିପାରୁଛନ୍ତି କେତେ ସୁନ୍ଦର ଭାବେ। ଏବେ ଆଳୁକୁ ଆମେ ସେଇଥିରେ କାଢ଼ିଦେବା। ଦେଖିଲେ ଆଳୁକୁ ଆମେ ମାଛକୁ ଏବେ କାଢ଼ିଦେବା ସେଥିରେ। ଏବେ ଦେଖିପାରୁଛନ୍ତି ଆଳୁ ମାଛ କଢ଼ା ହେଇଗଲା। ବାକି ଚାଲ ଆମେ ଏବେ ରେସିପି ଷ୍ଟାର୍ଟ କରିବା। ତା ପୂର୍ବରୁ ମୁଁ ଗୋଟେ ମସଲା ରଖିଛି, ଆପଣଙ୍କୁ ଦେଖେଇଦେବି। ଦେଖନ୍ତୁ କାଶ୍ମୀର ଚିଲି, ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ, ଏଠି ଯେଉଁଟା କାଶ୍ମୀର, ଆଉ ତା ଗରମ ମସଲା, ଧନିଆ ମସଲା, ଜିରା ପାଉଡର, ତା ସହିତ କିଛି ଚିକେନ ମସଲା ରଖିଛି। ଆଉ ଏଠି ରଖିଛି 2ଟି ତେଜପତ୍ର, ତା ସହିତ ଏଇଟା କ'ଣ ରଖିଛି ଗୁଜୁରାତି ଗୁଣ୍ଡ ରଖିଛି, ଆଉ ଗୋଟେ ଲବଙ୍ଗ। ଦେଖିପାରୁଛନ୍ତି, ଆପଣ ଚାହିଁଲେ କାଠ ମସଲା ଦେବେ। ଠିକ୍ ଅଛି, ଏବେ ଦେଖିଦେଲେ ମୁଁ ଚାଲନ୍ତୁ ଆମେ ରେସିପି ଷ୍ଟାର୍ଟ କରିବା। ତେଲ ଗରମ ଅଛି, ସେଇଟା ଆମେ ପ୍ରଥମେ କରିବା ଅଳ୍ପ ଟିକେ ଜିରା ପକାଇଦେବା। ଦେଖିପାରୁଛନ୍ତି ଜିରା ସହିତ କାଟିକି ରଖିଥିବା କଞ୍ଚା ଲଙ୍କା ଆମେ ଆଡ୍ କରିବା। ଆଉ କଞ୍ଚା ଲଙ୍କା ସହିତ जो रखी तेजपत्र तेजपत्र देदेगा। बाकी लवंग जो आम रेडी जोटा से देदेगा। तेल तो गरम अच्छे बाकी रखा पिज द्वारा आम आड करवा। पिज की भल ब्राउन हम भल भाव छाड़ीद पिज। ଏବେ ପିଆଜ ସବୁ କେମିତି ବଢ଼ିଆ ସେ ଭାଜି ହେଇଗଲାଣି, ତା କଲର୍ ଚେଞ୍ଜ ହେଇଗଲାଣି। ଏବେ ଆମେ କ'ଣ କରିବା ସେଥିରେ ରଖିଥିବା ଅଦା ରସୁଣ ପେଷ୍ଟ ଆମେ ଦେଇଦେବା। ଆଉ ଟିକେ ଗୁଣ୍ଡ ଦେବୁ, ଧୋଇକି ତାରେ ସେ ପାଣିକି ଦେଇଦେବା। ଏବେ କିଛି ସମୟ ତାକୁ ଏମିତି ମିଶାଇଦେବା। ଦେଖିଲେ ଟିକେ ଅଦା ରସୁଣ ମସଲା ଟିକେ ଫୁଟିଲା ପରେ, ବାସ୍ନା ଟିକେ ଗଲା ପରେ ତାରେ ଆମେ ମସଲା ଆଇଟମ୍ ଦେବା। ଏବେ ମସଲା ଟିକେ ଭଲ ଭାବେ ହେଇଗଲା, ଦେଖିପାରୁଛନ୍ତି ତ ବାସ୍ନା ଟିକେ ଗଲାଣି। ଏବେ କ'ଣ କରିବା, ଆମେ ରଖିଥିବା ସବୁ ମସଲା ଦେବେ, ତାକୁ ଦେଇଦେବା। ଆଉ ତାପରେ ଟିକେ ପାଣି ଦେଇକି ତାକୁ ଧୋଇକି ଆମେ ତାପରେ ଦେଇଦେବା। ଏବେ ସେ ମସଲା ଟିକେ ଭଲ ଏମିତି ମିଶାଇଦେବା।
ଦେଖିପାରୁଛନ୍ତି। ଏବେ ଦେଖିଲେ ଛାଡ଼ିଦେବା କିଛି ସମୟ, ସେ ମସଲାଟା ଭଲ ଭାବେ ତା ସ୍ମେଲ୍ ପଡ଼ିଯାଉ ଆଉ ଟିକେ ଭଲ ଭାବେ ଭାଜି ହେଇଯାଉ। ଏବେ ମସଲା କିଛି ହେଇଆସିଲାଣି, ଦେଖିପାରୁଛନ୍ତି ତା ବାସ୍ନା ହେଲାଣି। ବାକି ଆମେ କ'ଣ କରିବା, ରଖିଥିବା ଟମାଟୋ ତା ଦେହରେ ଆଡ୍ କରିଦେବା। ଏବେ ଟମାଟୋ ଆସିଲେ ଟମାଟୋ ଭଲ ଭାବେ ଆମେ ଛାଡ଼ିଦେବା ଟିକେ, ଟମାଟୋ ଭଲ ଭାବେ ଟିକେ ମ୍ୟାରିନେଟ୍ ହେବା ପାଇଁ ଆମେ ଛାଡ଼ିଦେବା। ଏବେ ଟମାଟୋ ଟିକେ ନରମ ଆସିଲାଣି, ଗୋଟେ ଜିନିଷ ଆମେ ଯେଉଁଟା ୟୁଜ୍ କରନ୍ତି ଆପଣ ଗୋଟେ ସେଇଟା ହେଉଛି ଲୁଣ। এই টাইমে আপনার লুণ দেবে, লুণটা সবাই মেন টাইমে দেবে। দেখলে ଏବେ ଲୁଣ ତାରେ ଦେଇଦେଲେ ଆଉ ଟିକେ ମସଲା ଭଲ ଭାବେ ତାକୁ ଟମାଟୋ ଭଲ ଭାବେ କଷିବା ଟିକେ। ଏଇଟା ତେଲ ହେଇଥିବ ବୋଲିକି ଏଇଟା ରୋଷେଇ କରିଦେଉଛି, ଆପଣ ଭାବୁଥିବେ ଚାମଚ ଟିକେ ରୋଷେଇ କରୁନାହାନ୍ତି, କିନ୍ତୁ ଏଇଟା ଛାଣିଥିଲି ବୋଲି ସେଇଥିରେ ଏକାଥରେ କରିଦେଲି, କାହିଁକି ଆଉ ଏତେ ଜାଗା କରିଲା ସେଥିଲାଗି ମୁଁ ଏଥିରେ ରୋଷେଇ ବି କରିଦେଉଛି। ଠିକ୍ ଅଛି, ଏବେ ଟିକେ ମସଲାକୁ 2 ମିନିଟ୍ ଛାଡ଼ିଦେବା କଷିବା ପର୍ଯ୍ୟନ୍ତ ଭଲକି। ଏବେ ଟମାଟୋ ଭଲ ହେଇଗଲାଣି ଆଉ ତ ମସଲା ବି ବାସ୍ନା ଭଲ ଆସିଲାଣି। ଏବେ ଆମେ ରଖିଥିବା ଯେଉଁ କୋବି ବନ୍ଧାକୋବି ତା ଦେହରେ ଦେଇଦେବା। ଆମେ ଏବେ କୋବି ବନ୍ଧା ଦେହରେ ଆମେ ମ୍ୟାରିନେଟ୍ କରିଦେବା। ଦେଖିଲେ କୋବିକୁ ଆମେ ମିଶାଇ ଦେଲେ କିଛି ସମୟ କୋବିକୁ ଆମେ ସ୍ଲୋ ଫ୍ଲେମ୍ରେ କାମ କରିଦେଇକି ଆମେ ଛାଡ଼ିଦେବା ଟିକେ ଭଲ ଭାବେ ସିଝିବା ପର୍ଯ୍ୟନ୍ତ। ଏବେ 2 ମିନିଟ୍ ହେଇଗଲାଣି, ଆମେ ଚାଲନ୍ତୁ କାଢ଼ିକି ଦେଖିବା। ଆଉ ବହୁତ ବଢ଼ିଆ ସେ କେମିତି ମିଶି ଯାଇଛି। ଏବେ ଆମେ କ'ଣ ଦେବେ, ରଖିଥିବା ମାଛ ଆଳୁ କେମିତି ଦେବେ ଦେଇଦେବେ। ଏବେ ତ କେମିତି ମିଶାଇ ଦେବା ଟିକେ, ମାଛରେ ଏମିତି କରିବା ଯେମିତି ଦେଖିଲେ ଏ ବଡ଼ଟା ରଖିଲେ କାମ ଭାଙ୍ଗିବା ପାଇଁ ଭାବରେ ଦେଖିପାରୁଛନ୍ତି। ଏବେ ହେଇଗଲା, ବାକି ଆମେ ଏମିତି ମିଶାଇ ଦେବା। ଦେଖିଲେ ଏବେ ଭଲ ଭାବେ ଆମେ ମିଶାଇ ଦେଲେ ଆଉ କିଛି ସମୟ ଆମେ ସ୍ଲୋ ଫ୍ଲେମ୍ରେ ଛାଡ଼ିଦେବା। ଏବେ କେତେ ସୁନ୍ଦର ଭାବେ ହେଇଗଲାଣି ଆପଣ ଦେଖିପାରୁଥିବେ, ପୁରା ଚିକେନ୍ ତରକାରୀ ଭଳିଆ, ଯେଉଁଟାକି ଆମେ ପାଣି ଦେବାନି, ଆମେ ଶୁଖିଲା ଟାଇପ୍ର ଡ୍ରାଇ ଟାଇପ୍ର ଖାଇବା। ଦେଖନ୍ତୁ ମାଛଟା କେମିତି ସୁନ୍ଦର ହେଇଛି। ଏବେ ଚାଲନ୍ତୁ ଅଲରେଡ଼ି ହେଇଗଲା, ଆମେ ବେଶୀ କାଟିବାନି। ଏବେ ମେନ୍ କୋର୍ସ ତାର ଲାଷ୍ଟ ଯେଉଁଟା ଆମେ ସେଟା ଏବେ ଧଣିଆ ପତ୍ର ଟିକେ ଛିଡ଼େଇକି ଭିତରେ ଦେଇଦେବା। ଏବେ ଦେଖିଲେ ରେସିପି ଅଲରେଡ଼ି କମ୍ପ୍ଲିଟ୍। ଦେଖିଦିଅନ୍ତୁ ଆଉ ଥରେ କେତେ ସୁନ୍ଦର ଭାବେ ଆଉ ମାଛଟାକୁ ମାଛ ମୁଣ୍ଡରେ ବନେଇଦେଲି, ଚିକେନ୍ ତରକାରୀ ବି କାଟିଦେବ, ଏତେ ସ୍ୱାଦିଷ୍ଟ ଆଉ ବହୁତ ବଢ଼ିଆ ଖାଇବା ପାଇଁ। ଆପଣମାନେ ଥରେ ଟ୍ରାଏ କରନ୍ତୁ, ଦେଖିପାରୁଥିବେ କେମିତି ତା ଲୁକ୍ଟା ଦିଶୁଛି ଆଉ ଖାଇବା ପାଇଁ ବି ବହୁତ ବଢ଼ିଆ ଲାଗିବ। ଆପଣମାନେ ଥରେ ଏମିତି ବନାନ୍ତୁ ଆଉ କମେଣ୍ଟରେ ଜଣାନ୍ତୁ କେମିତି ଲାଗିଲା ରେସିପି। ଏବେ ସାଙ୍ଗମାନେ ଦେଖିଲେ ଫାଇନାଲ କମ୍ପ୍ଲିଟ୍ କରିଦେଲି ମାଛ ମୁଣ୍ଡରେ ବନ୍ଧାକୋବି ଦେଇକି ଆଉ ଛେଚଡ଼ା ଟାଇପ୍ର, ଯେଉଁଟାକି ଚିକେନ୍ ତରକାରୀ ବି ପଛେ ହଟେଇଦେବ। ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିଥିବ। ଫାର୍ଷ୍ଟ ଟୁ ଲାଷ୍ଟ ଦେଖି ନିଶ୍ଚୟ କମେଣ୍ଟ ଜଣାଇବେ ଭିଡ଼ିଓଟା କୋଉ ଲାଗିଲା, କୋଉମାନଙ୍କୁ ମାଛ ତରକାରୀ ପସନ୍ଦ ସେମାନେ କମେଣ୍ଟ ଜଣାଇବେ। ରଖିଲି, ବାଏ ବାଏ, ନମସ୍କାର। ମୁଁ ବାଦଲ ପୁଣି ଦେଖା ସୁନ୍ଦର ବ୍ଲଗ୍ରେ ଖାସ୍ ନେଇ ଆସିବି ଆପଣଙ୍କ ପାଇଁ ଏଇଭଳିଆ ଦେଶୀ ରେସିପି ଖାସ୍ ଆପଣମାନଙ୍କ ପାଇଁ।